76ତମ ସାଧାରଣତନ୍ତ୍ର ଦିବସ ପାଳନ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସ୍ଥିତ ଗୋଡ଼ଭଞ୍ଜା ଜ୍ୟୋତିବାଇ ଫୁଲେ ଛକ ଓ ବେହେରା ଆମ୍ବେଦକର ଭବନଠାରେ ହର୍ଷ ଉଲ୍ଲାସର ସହ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ 76ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିଲା। ଜ୍ୟୋତିବାଇ ଫୁଲେ ଛକଠାରେ ପୂର୍ବତନ ଜିଲ୍ଲା ଯାଦବ ସଭା ସଭାପତି ଡମ୍ପୁରୁଧର ଲହଜଳ ପତାକା ଉତ୍ତୋଳନ କରିଥିଲେ ଏବଂ ଏସଟି, ଏସସି, ଓବିସିର ଆବାହକ ତଥା ବରିଷ୍ଠ ଆଇନଜୀବୀ ଦିଗାମ୍ବର ଦୁରିଆ ଜାତୀୟ ସଙ୍ଗୀତ ଗାନ କରି ପରିଚାଳନା କରିଥିବା ବେଳେ ଡାକେ ଲହଜଳ, ରତନ ନାୟକ, ସାମ୍ବାଦିକ ସମୀରଞ୍ଜନ ନାୟକ, ମାନବାଧିକାର ଧର୍ମଗଡ଼ ବ୍ଲକ ସମ୍ପାଦିକା ଲଳିତା ଛତ୍ରିଆ, କ୍ଷେତ୍ରମୋହନ ସତନାମୀ ପ୍ରମୁଖ ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ବେହେରା ଆମ୍ବେଦକର ଭବନଠାରେ ଡାକ୍ତର ମଳୟ କୁମାର ତାଣ୍ଡି ପତାକା ଉତ୍ତୋଳନ କରିଥିଲେ ଓ ଯଶବନ୍ତ ପାଣିଗ୍ରାହୀ, ସୁନୀଲ ଦୁରିଆ, ଭୋଳାନାଥ ଭର୍ତିଆ, ରଥ ନାୟକ, ପଙ୍କଜ ଠାକୁର, ଅଖଣ୍ଡଳମଣି ଭର୍ତିଆ, ଗଜେନ୍ଦ୍ର କୁମାର ସମସ୍ତେ ରହି ସମ୍ବିଧାନ ପ୍ରଣେତା ବାବା ଭୀମରାଓ ଆମ୍ବେଦକର ସହ ସମସ୍ତ ମହାପୁରୁଷମାନଙ୍କ ନାମ ଓ ଭାରତ ମାତା କି ଜୟ କରି 76ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ। ଧର୍ମଗଡ଼ରୁ ମାଧବ ଠାକୁରଙ୍କ ରିପୋର୍ଟ, ହର୍ଷିକା ମିଡିଆ।